ଜଣେ ଭକ୍ତର ଭକ୍ତିରେ ଏତେ ଭାବ, ଏତେ ଶ୍ରଦ୍ଧା, ଏତେ ଭଲ ପାଇବା ରହିଛି ଯେ ମହାପ୍ରଭୁ ନା ନୀତି ନିୟମକୁ ବି ପରିବର୍ତ୍ତନ କରିପାରନ୍ତି। ହଁ ଆଜ୍ଞା, ଦୁଇ ଜଣ ଭକ୍ତଙ୍କ କଥା ଆପଣମାନେ ଶୁଣିଲେ ଆଖିରୁ ନିହାତି ଲୁହ ଆସିଯିବ। 2003 ମସିହା କଥା। ଦୁଇ ଜଣ ସାଙ୍ଗ ବାହାରିଥାନ୍ତି ମହାପ୍ରଭୁଙ୍କ ଦର୍ଶନ ପାଇଁ। ଅନେକ ବର୍ଷ ହବ ଯିବେ ଯିବେ ବୋଲି ବାହାରିଲେଣି, ଡୋରି କେବେ ଲାଗେନି। ବୋଉ କହିଲା, ହଉ ଶ୍ରୀକ୍ଷେତ୍ର ନହେଲା ନାହିଁ, ଘର ପାଖରୁ ପାଖାପାଖି 50 କିଲୋମିଟର ଦୂରରେ ପ୍ରଭୁ କୁଞ୍ଜ ବିହାରୀଙ୍କର ମନ୍ଦିର। ହଁ, ସେ ବି ପୁରୀ ପରିକା ମୋ ମହାପ୍ରଭୁ ସେଇଠି ବି ପୂଜା ପାଉଛନ୍ତି। ବଡ଼ ଭାଇ ବଳଭଦ୍ର ଆଉ ମା ସୁଭଦ୍ରା ଆଉ ପ୍ରଭୁ ସୁଦର୍ଶନ ବି ଅଛନ୍ତି। ଯା, ଯଦି ମନ କରିଛୁ ମହାପ୍ରଭୁଙ୍କୁ ଦେଖିଆ। ବୋଉର କଥା ଶୁଣି ଦୁଇ ସାଙ୍ଗ ସେଦିନ ବାହାରି ପଡ଼ିଥିଲେ। ପାଖରେ ଗାଡ଼ି ନଥିଲା ଯୋଗୁକୁ ଜଣେ ଭାଇନାଙ୍କର ଗାଡ଼ି ବି ଆଣିଲେ। ମନ୍ଦିର ପାଖକୁ ଯିବା ପାଇଁ ନା ଗାଡ଼ି ଘୋଡ଼ାର ସେମିତି ସୁବିଧା ନାହିଁ। ଆଜି ପର୍ଯ୍ୟନ୍ତ ବି ଟାଇମ୍ରେ ଗାଡ଼ି ଆସେନି। ଏଇ ଲକ୍ଷ୍ମୀ ବସ୍ ଯୋଗୁଁ ବୋଧେ ଟିକେ ସୁବିଧା ମିଳିଛି। ଯାହା ବି ହଉ, ସେଦିନ ମନେ ମନେ ସ୍ଥିର କରିସାରିଥାନ୍ତି ମହାପ୍ରଭୁଙ୍କୁ ଦର୍ଶନ କରିବୁ, ମହାପ୍ରଭୁଙ୍କର ପ୍ରସାଦ ବି ପାଇବୁ, ଆଉ ଯଦି ହୁଏ ବୋଉ ପାଇଁ ବି ଆଣିବୁ। ଘରୁ ଗୋଡ଼ କାଢ଼ିବା କ୍ଷଣି ବୋଉ 2ଟା ନଡ଼ିଆ, କିଛି ତୁଳସୀ ଆଉ କିଛି ମନ୍ଦାର, ଟଗର ଯାହାକି ବାଡ଼ିରେ ଫୁଟିଥିଲା, ବୋଉ ଶ୍ରଦ୍ଧାର ସହ ଦେଇ କହିଲା, ବୁଝିଲୁ ମୋ କାଳିଆକୁ ଏସବୁ ଭାରି ଭଲ ଲାଗେ, ନେଇଯା ଗୋସାଇଁଙ୍କୁ ଦବୁ। ବୋଉର କଥା ଶୁଣି ଯେମିତି ଲାଗୁଥାଏ ସତରେ କ'ଣ ମହାପ୍ରଭୁଙ୍କ ଦର୍ଶନ ମିଳିବ ଆଜି, ତାଙ୍କ ପାଖକୁ ଯାଇପାରିବି। କାହିଁକି ନା ବେଳ ଆସି 9ଟା କି 10ଟା ହେବ। ବୋଉ ଆଉ ଟିକେ ଜୋରରେ କହିଲା, କ'ଣ ଭାବୁଛୁ ମୋ କାଳିଆ ସେମିତିକା ଜମା ନୁହେଁ। ମୋ ମନ କହୁଛି ନିହାତି ତାକୁ ଦର୍ଶନ କରିବୁ, ପ୍ରସାଦ ବି ପାଇବୁ। ଯା, ଆଉ ଡେରି କରନି। ଦୁଇ ଜଣ ସାଙ୍ଗ ସେଦିନ ସଙ୍ଗେ ସଙ୍ଗେ ବାହାରି ପଡ଼ିଥିଲେ। କହିବାକୁ ଗଲେ ପୂର୍ବରୁ କେବେ ସେ ମନ୍ଦିରର ଠିକଣା ସେ ପାଇନଥିଲେ, ଯାହାକି ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକର ଗଡ଼କୁଦ ଗାଁରେ। ହଁ, ଦେଖିବାକୁ ମନ୍ଦିର ଠିକ୍ ଶ୍ରୀମନ୍ଦିର ପରିକା। ଅବଶ୍ୟ ପାଖରେ ଛୋଟ ବଡ଼ ମନ୍ଦିର କେଇଟା, ମଠବାଡ଼ି ବିଶେଷ ନାହିଁ। ଆହୁରି ଗୋଟେ କଥା, ଶ୍ରୀମନ୍ଦିର ପରିକା 3ଟା ରଥ ସେଠି ଗଡ଼େନି, ଗୋଟିଏ ମାତ୍ର ରଥ ଗଡ଼େ, ଯେଉଁଥିରେ କି ମହାପ୍ରଭୁ ଜଗନ୍ନାଥ ଆସନ୍ତି। ଆଉ କେହି ବି ଆସନ୍ତିନି ରଥ ଉପରକୁ, ତାଙ୍କ ପ୍ରଥା ଆଉ ପରମ୍ପରା ଅନୁସାରେ। ଯାହା ବି ହଉ, ଦୁଇ ଭକ୍ତ ସେଦିନ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ବାହାରିଛନ୍ତି। ବାଟଯାକ ପଚାରି ପଚାରି ଆସୁଥାନ୍ତି, ନୂଆ ରାସ୍ତା ନା, ଯୋଗକୁ ସମସ୍ତେ ଠିକ୍ ଠିକ୍ ବାଟ କହୁଥାନ୍ତି। ଏପଟେ ମହାପ୍ରଭୁ ପୁରା ଅଛନ୍ତି, ବାଟ ଭୁଲିବେ କିଆ। କିନ୍ତୁ ସେଦିନ ଭାରି ଡେରି ହେଉଥାଏ। କ'ଣ ଯେ କରିବେ, ରାତି ପାଇଲେ କଟକ ଯିବାର ଅଛି। ଦୁଇ ଜଣ ପାଠପଢ଼ା ପିଲା। ପଛରେ ବସିଥିବା ସାଙ୍ଗଟି ଆହୁରି ଭାବୁଥାଏ ମହାପ୍ରଭୁଙ୍କର ନୀତିକାନ୍ତି କଥା। ଏପଟେ ବେଳ ଗଡ଼ି ଯାଉଛି, ଘରୁ ଆସିବାର 2 ଘଣ୍ଟା ହୋଇଗଲାଣି। ଏପର୍ଯ୍ୟନ୍ତ ମନ୍ଦିର ପାଖରେ ପହଞ୍ଚି ପାରିଲୁନି। ଆଉ ଯେ କେତେ ବାଟ ଅଛି ସେ କଥା ମହାପ୍ରଭୁ ଜାଣନ୍ତି। ଆଉ କ'ଣ ଆଜି ଦର୍ଶନ ମିଳିବ? ଶୁଣିଛି 1 ବାଜିଲେ ମନ୍ଦିର ପହୁଡ଼ ପଡ଼ିଯିବ, ଆଉ ଦର୍ଶନ ମିଳିବନି। ପୁଣି ଅପେକ୍ଷା 3ଟା କି 4ଟା ବେଳକୁ। ହେଲେ ସେତେବେଳକୁ ଘରକୁ ଫେରିବା କଷ୍ଟ। ପରଠାରୁ ପୁଣି ଗାଡ଼ି ଆଣିଛୁ, କ'ଣ ଯେ କରିବୁ କିଛି ବି ବୁଦ୍ଧିବାଟ ଦିଶୁନଥାଏ। ଏଇ ବୋଉର କଥାରେ ପଡ଼ି ସିନା ବାହାରି ଆସିଲି, ବୋଝ ତାକୁ ଦେଖିପାରିବିନି। ହଁ, କେମିତି ବା ଦେଖିବି, ସେମିତିକା ଭକ୍ତ ନୁହେଁ ମୁଁ। ଏତକ କହି ମନ ଭିତରେ ଅଭିମାନ ସେଦିନ ଆସିଲା। ଆର ସାଙ୍ଗଟା ବି କହୁଥାଏ, ବ୍ୟସ୍ତ ହନି ମ, ସେ ଚାହିଁଲେ ନା ତାକୁ ଆମେ ନିହାତି ଦେଖିପାରିବା। ଭାରି ଶ୍ରଦ୍ଧାଳୁ, ଭାରି ଦୟାଳୁ ସିଏ। ଗାଁ ଗହଳିଆ ରାସ୍ତା, ଆଉ ତା ସାଙ୍ଗକୁ ମହାପ୍ରଭୁ ବି ମୁଣ୍ଡ ଉପରେ। ସମୟ ବାରି ହୋଇ ପଡ଼ୁଥାଏ, ଆଉ ମାତ୍ର ନିମିଷ କେଇଟା ଭିତରେ ମନ୍ଦିର ପହୁଡ଼ ହୋଇଯିବ, ଆଉ ଦେଖିପାରିବନି। ଏତକ କହି ଭୋ ଭୋଇ କାନ୍ଦିଲା ପଛ ସାଙ୍ଗଟା। ଗାଡ଼ିଟା ସେଇଠି ଅଟକାଇଦେଲା ସାଙ୍ଗ, ଲୁହ ପୋଛିଦେଲା। କିରେ, ଏମିତି କାହିଁ କାନ୍ଦୁଛୁ? ନାଇଁ ରେ, କେତେ ଆଶା କରି ଆସିଥିଲି, ଭାବୁଛି ବେଳ ତ ଗଡ଼ିଗଲାଣି, ଆଉ ଦେଖିପାରିବିନି ତାକୁ, ଆଉ ଦେଖିବାର ସୁଯୋଗ ବି ମିଳିବନି। ହଁ ଆଜ୍ଞା, ଭକ୍ତ ଯେତେବେଳେ ଭଗବାନଙ୍କୁ ଦେଖିବାର ଆଶା ଛାଡ଼ିଦିଏ ଭାରି କଷ୍ଟ ହୁଏ ନା। ଠିକ୍ ସେମିତି ସେ 2 ଜଣ ଭକ୍ତଙ୍କୁ ବି ସେମିତି ବାଧିଥିଲା। ଆର ସାଙ୍ଗଟା ବି କୁହ ସମ୍ଭାଳି ପାରିଲାନି, ସିଏ ବି ଭୋ ଭୋଇ କାନ୍ଦିଲା। 2 ହାତ ଯୋଡ଼ି ଦେଇ କହିଲା, ଶାନ୍ତେ, ଆମ ପାଇଁ ଟିକେ ଅପେକ୍ଷା କରିଥିବ ନା? କିଛି ଲୋଡ଼ା ନାହିଁ, ଭାରି ଭୋକ ବି ହେଉଛି।
କଥା ଦଉଛୁ ତୁମ ପାଖକୁ ଗଲେ ଖାଇବାର ଚିନ୍ତା ବି କରିବୁନି, କେବଳ ତୁମକୁ ଟିକେ ଆଖି ପୋଡ଼ି ଦର୍ଶନ କରିବୁ, ତାପରେ ଫେରି ଆସିବୁ। ଏତକ କହି ଗାଡ଼ିଟା ଚାଲିଥାଏ। ଯେହେତୁ ଗାଁ ରାସ୍ତା ଧୀରେ ଧୀରେ ଯିବାକୁ ପଡ଼ୁଥାଏ। ପଛ ସାଙ୍ଗଟା ନା ଭାରି ଅସ୍ତବ୍ୟସ୍ତ ହୋଇଗଲାଣି। ଆହୁରି ମନ ଭିତରେ ଗୁଡ଼ାଏ ପ୍ରଶ୍ନ ଆସୁଥାଏ। ସତର କ'ଣ ମନ୍ଦିର ଖୋଲା ଥିବ ନା ମୁଦ ହୋଇସାରିଥିବ? ହଉ, ବାହାରୁ ନହେଲେ ଟିକେ ଦର୍ଶନ କରି ଚାଲି ଆସିବି। ଏମିତି ଦୋ ଦୋ ପାଞ୍ଚ କଥା ଭିତରେ ଆହୁରି ଘଣ୍ଟାଏ ବି ବେଳ ଗଡ଼ି ଯାଇଥାଏ। ଏଣିକି ମନ୍ଦିରର ପତିତ ପାବନ ବାନା ଆଖି ଦୃଶ୍ୟା ହେଲା। ଯାହାକୁ ବି ପଚାରୁଥାନ୍ତି ସେ ହାତ ଛାଡ଼ି ଦେଇ କହୁଥାନ୍ତି ଆଉ ମାତ୍ର 5-6 କୋଶ ବାଟ। ଏଣିକି ଖୁସିର ସୀମା ରହିଲାନି। ଗାଡ଼ିଟା ଟିକେ ସ୍ପିଡ଼ରେ ଚଲାଇବାକୁ ପଡ଼ିଲା, କାହିଁକି ନା ଗୋଟାଏ ପାର ହେଇଗଲାଣି। ଯଦି ମନ୍ଦିର ମୁଦ ହୋଇଯିବ କଥା ଶୁଣିଲା। ମନ ଭିତରେ କୋଉଠି ନା କୋଉଠି ଟିକେ ଆଶା ଥାଏ, ମହାପ୍ରଭୁ ଆମ ପାଇଁ ଚାହିଁ ବସିଥିବେ। ହେଲେ ଗାଁ ଗହଳିଆ ମନ୍ଦିର 12:30 କି ଗୋଟାଏ ହେଲେ ମୁଦ ହେବା ଥୟ, ତାପରେ ଖୋଲୁ ଖୋଲୁ 4ଟା ବେଳ। ହେଲେ ସେଦିନ ମହାପ୍ରଭୁ ଯେ ଏ ଦୁହିଁକୁ ଅନେଇ ବସିଛନ୍ତି ସେ କଥା କେହି ବି ଜାଣିପାରନ୍ତିନି। ଚାହୁଁ ଚାହୁଁ 2 ଭକ୍ତ ଆସି ପହଞ୍ଚି ସାରିଥିଲେ ମହାପ୍ରଭୁ ଶ୍ରୀ କୁଞ୍ଜ ବିହାରୀଙ୍କ ପାଖରେ, ଯାହାକି ମା ସୁଭଦ୍ରାଙ୍କ ପୀଠ ନାମରେ ନାମିତ। ବାହାରୁ ପତିତ ପାବନକୁ ଦର୍ଶନ କରି ଭାରି ଖୁସି ହେଲେ ସେଦିନ। ପୁରୀ ଶ୍ରୀମନ୍ଦିର ପରିକା ମନ୍ଦିର, 22 ପାହାଚ ଅଛି, ଅରୁଣ ସ୍ତମ୍ଭ ଅଛି, ଗରୁଡ଼ ସ୍ତମ୍ଭ ବି ଅଛି, ଆଉ ମହାପ୍ରଭୁ ପତିତ ପାବନ ବି ଅଛନ୍ତି। ପରିବେଶଟା ଶାନ୍ତ ଲାଗୁଥାଏ। କହିବାକୁ ଗଲେ ସେଦିନ ଏତେ ଭକ୍ତଙ୍କର ଗହଳି ନଥାଏ, ଅଳ୍ପ କେତେଜଣ ଭକ୍ତ, କିନ୍ତୁ ପରିବେଶଟା ନା ଭାରି ଆନନ୍ଦ ଲାଗୁଥାଏ। ଚାହୁଁ ଚାହୁଁ ମନ୍ଦିର ଭିତରକୁ ଯିବା ପାଇଁ ଯେତେବେଳେ ଗୋଡ଼ ହାତ ଧୁଅନ୍ତି ସେଠି ଦେଖା ହେଇଥିଲେ ଜଣେ ବୃଦ୍ଧ। ପଚାରୁ ପଚାରୁ ପଚାରିଦେଲେ, ମନ୍ଦିର ଆଜି କେତେବେଳେ ମୁଦ ହେବ ଯେ? ନାଇଁ, କାହିଁକି କେଜାଣି ଆଜି ଟିକେ ବିଳମ୍ବ ହେଇଛି। କିଛି କଥା ନାହିଁ, ତମେ ଯାଅ, ମହାପ୍ରଭୁଙ୍କ ଦର୍ଶନ ସାର, ଏଇ ମଧ୍ୟାହ୍ନ ଭୋଗ ଲାଗି ହେବ। 2 ଜଣଙ୍କର ଖୁସି କହିଲେ ନ ସରେ। 2 ଜଣ 2 ଜଣଙ୍କ ମୁହଁକୁ ଚାହିଁ ରହିଥାନ୍ତି। କିରେ, ଏମିତି ସବୁ କ'ଣ ଘଟିଲା? କେହି କାହାରିକୁ କିଛି ନ କହି ସିଧା ମହାପ୍ରଭୁଙ୍କ ଦର୍ଶନ ପାଇଁ ଗଲେ। ସତରେ ସେଦିନ ସେ ଦର୍ଶନରେ ଆଖିରୁ ଲୁହର ଧାର ବହିଗଲା। ମହାପ୍ରଭୁଙ୍କୁ ଦର୍ଶନ କରିବା କ୍ଷଣି ଯେମିତି ଲାଗୁଥାଏ ସାନ୍ତେ କିଛି କହିବେ। ତାଙ୍କର ସେ ଚକା ଚକା ଆଖିକୁ ଛାଡ଼ି ଆଖି 2ଟା ଆଉ କୁଆଡ଼େ ବି ପଡ଼ୁନଥାଏ। ଗୋସାଇଁ ବି ପହଞ୍ଚିଲେ। ହାତରେ 2 ସାଙ୍ଗ ବଢ଼ାଇ ଦେଇଥିଲେ ବୋଉ ଦେଇଥିବା ଜିନିଷ। ଗୋସାଇଁ ସବୁତକ ନେଇ ମହାପ୍ରଭୁଙ୍କ ଠେଇଁ ଲାଗି କରିଦେଲେ। ଆଉ ଛଡ଼ା ତୁଳସୀ ଆଉ କିଛି ଭୋଗ ବି ଦେଲେ ଖାଇବା ପାଇଁ। 2 ଜଣ ସାଙ୍ଗ ଭାରି ଆନନ୍ଦ କଲେ। ଗୋସାଇଁଙ୍କୁ ବି ପଚାରିଲେ, ଗୋସାଇଁ ଜାଣିଛ ତ, ଘରୁ ଆମେ 10ଟା ବେଳୁ ବାହାରିଲୁଣି। ଆମେ ଭାବିଥିଲୁ ମନ୍ଦିର ଆଜି ମୁଦ ହେଇଯିବ। ଗୋସାଇଁ ଯେତେବେଳେ ଏତକ ଶୁଣନ୍ତି ସେ ଆମକୁ କିଛି ବି କହିଲେନି, ଟିକେ ମୁରୁକି ହସିଲେ, ଆଉ ତାଙ୍କ କାମରେ ବ୍ୟସ୍ତ ଥାନ୍ତି। ଧନ୍ୟ ହେ ସାନ୍ତେ, ଧନ୍ୟ ମହାପ୍ରଭୁ, ଧନ୍ୟ ତୁମ କରୁଣା। ଆମେ 2 ଜଣ ଏତେ ବିଳମ୍ବରେ ଆସିଲୁ, ତଥାପି ଆମକୁ ଦର୍ଶନ ଦେଲ। ଯାହା ବି ହଉ, ସଙ୍ଗେ ସଙ୍ଗେ କାନରେ ବାଜିଲା। କେହି ଜଣେ ଦୀର୍ଘ 5 ହାତର ବୃଦ୍ଧ ପାଖରେ ପହଞ୍ଚି ନନା ଗୋସାଇଁଙ୍କୁ କହୁଥାନ୍ତି, ଆସ, ମହାପ୍ରଭୁଙ୍କ ପାଖରେ ଭୋଗ ଲାଗି ହେବ। ତାପରେ ଘଣ୍ଟ ଘଣ୍ଟା, ଆଉ ତାପରେ ମହାପ୍ରସାଦ। ସବୁକିଛି ଦେଖି ଅଜବ ଲାଗୁଥାଏ। ଏଇ ଯେମିତି ଆମେ ଆସିବା କ୍ଷଣି ସବୁତକ ଆରମ୍ଭ ହେଲା। ଯାହା ବି ହଉ, ନିମିଷକ ଭିତରେ ମହାପ୍ରଭୁଙ୍କଠାରେ ଭୋଗ ଲାଗିଗଲା। ତାପରେ ସମସ୍ତେ ଡାକିଲେ ପ୍ରସାଦ ପାଇବା ପାଇଁ। ହଁ, ସେତେବେଳକୁ ଭାରି ଭୋକ ହେଉଥିଲା ସତ, ହେଲେ ମହାପ୍ରଭୁଙ୍କର ଚକା ଚକା ଆଖିରେ ଆଖି ମିଶିଲା ପରେ ଭୋକଟା ଯେ ଭୁଲି ଯାଇଥିଲେ ସେ କଥା ଜଣା ବି ପଡ଼ୁନଥାଏ। ସେହି 5 ହାତର ଲୋକ ଆସି କହିଲେ, କିରେ ପିଲେ, କୁଆଡ଼ୁ ଆସିଛ? ତାଙ୍କ ବର୍ଣ୍ଣ ଈଷତ୍ କଳା, ଆଉ ପିନ୍ଧିଥାନ୍ତି ହଳଦିଆ ରଙ୍ଗର ଗେରୁଆ ବସ୍ତ୍ର। ସତରେ ତାଙ୍କ ସ୍ୱଭାବନା ଭାରି ସରଳ, ଭାରି ନିରୀହ। ଯେତେବେଳେ ସେ ଜାଣିଲେ ଆମେ ପାଖାପାଖି 50 କିଲୋମିଟର ଦୂରରୁ ଆସିଛୁ, ସେ ବି ପିଠି ଥାପୁଡ଼େଇ ଦେଇ କହିଲେ, ସତରେ ମହାପ୍ରଭୁ ନା ଭାରି ଭଲ ପାଆନ୍ତି ଭକ୍ତକୁ। ତା ନ ହେଇଥିଲେ 50 କିଲୋମିଟର ବାଟରୁ ଏମିତି ଧାଇଁ ଆସିନଥାନ୍ତ, ପୁଣି ଉଦୁଉଦିଆ ଖରାବେଳଟାରେ। ଯାଅ,
ପ୍ରସାଦ ଆଗ ପାଇନିଅ। ଆମେ ଭାବୁଥାଉ ପ୍ରସାଦ ବାବଦକୁ ବୋଧେ ଟଙ୍କା ନେବେ, ସେମିତି କିନ୍ତୁ କିଛି ବି ହେଲାନି। ପେଟ ପୁରା ଖାଇଲୁ। ସତରେ ପ୍ରସାଦ ଭାରି ବଢ଼ିଆ ଲାଗୁଥାଏ, ଏଇ ଯେମିତି ଶ୍ରୀମନ୍ଦିର ପ୍ରସାଦ ପରୀକ୍ଷା। ଖାଇସାରିବା ପରେ ଦୁଇ ଜଣ ଯାକ ବସିଥାନ୍ତି ସେଇଠି। ଆଉ ସେତେବେଳକୁ ମନ୍ଦିର ମୁଦ ହୋଇସାରିଥିଲା। ଆଶ୍ଚର୍ଯ୍ୟର କଥା, ଦୂରରୁ ଚାହିଁ ଦେଖୁ ତ ସେଇ 5 ହାତର ଲୋକ ହାତରେ 2ଟା ଭୋଗ ପଡ଼ିଆ ଧରି ଆସିଥିଲେ। ଆଉ କହୁଥାନ୍ତି, ଏତକ ବଳିଥିଲା ପ୍ରସାଦ, ନେଇଯାଅ, ଘରେ ଖାଇବେ। ଦୁଇ ଜଣ ଯାକ ଦୁଇ ଜଣଙ୍କ ମୁହଁକୁ ସେମିତି ଚାହିଁ ରହିଥାଉ। ସତରେ ମହାପ୍ରଭୁ ହେ ଅନ୍ତର୍ଯ୍ୟାମୀ, ମନ କଥା ବୁଝିଲ। ଆମକୁ ବିଳମ୍ବରେ ହଉ ପଛେ ଦର୍ଶନ ଦେଲ, ମନ କଥା ଜାଣି ପେଟ ପୁରା ଖାଇବାକୁ ଦେଲ। ଆଉ ଦେଖୁଛ ତ ହାତରେ ପୁଣି ପ୍ରସାଦ। ସତରେ ଭାରି ଅଜବ ଲାଗୁଥାଏ ସେଦିନ, ଯେତେବେଳେ ଦୁଇ ଜଣ ଯାକ ମହାପ୍ରଭୁଙ୍କୁ ମୁଣ୍ଡିଆ ମାରି ଘର ବାହୁଡ଼ା ହୁଅନ୍ତି। କାନରେ ବାଜିଲା, କେହି ଦୁଇ ଜଣ ଚୁପଚାପ କଥା ହେଉଥାନ୍ତି। ବୁଝିଲୁ, ନନା ଗୋସାଇଁ କହୁଥିଲେ 50 କିଲୋମିଟର ଦୂରରୁ 2 ଜଣ ଭକ୍ତ ଆସିଛନ୍ତି, ଆଜି ତାଙ୍କରି ପାଇଁ ପରା ମହାପ୍ରଭୁ ବିଳମ୍ବରେ ଖାଇଲେ। ଜାଣିଲୁ ତ? ଯେତେବେଳେ ଏତକ ଶୁଣନ୍ତି, 2 ଜଣଙ୍କ ଆଖିରେ ସେଦିନ ନା ଧାର ଧାର ଲୁହ ଝରିଗଲା। ସତରେ ମହାପ୍ରଭୁ ଆଜି ଏତେ ବିଳମ୍ବ, ଆଜି ଆମରି ପାଇଁ। ତୁମେ ନ ଖାଇ ସେମିତି ଉପାସରେ ଅନେଇ ବସିଥିଲ। ସତରେ ମହାପ୍ରଭୁ ତୁମେ ହଉଛ ପରମ ଦୟାଳୁ। ବୋଉ କହୁଥିଲା, ତୁମକୁ ଯିଏ ଭକ୍ତିରେ ଡାକିଛି, ଯିଏ ଶ୍ରଦ୍ଧାରେ ଡାକିଛି, ଯିଏ ଭଲ ପାଇଛି, ତୁମେ ତାର ଡାକ ଶୁଣ ବୋଲି ଆଜି 2 ଜଣ ଯାକ ଅଙ୍ଗେ ଲିଭେଇଲୁ। ତାପରେ 2 ଜଣ ଯାକ ଭକ୍ତ ଲୁହ ଛଳଛଳ ଆଖିରେ ଘରକୁ ଫେରିଛନ୍ତି। ହଁ, ଆଜକୁ ହାତ ଗଣତି କେତେ ବର୍ଷ ବିତି ଯାଇଛି ସତ, କଥାଟାକୁ ଭୁଲି ପାରି ନାହାନ୍ତି। ଆଜି ବି ମନେ ପଡ଼ିଗଲେ ଆଖିରେ ଲୁହ ଚକେଇ ଆସେ। ନମସ୍କାର। ଛୋଟ ଭିଡ଼ିଓଟି ଆପଣମାନଙ୍କୁ କେମିତି ଲାଗିଲା ଜଣାଇବେ ନିଶ୍ଚୟ। ଆଉ ଯଦି କଥା ଛଳରେ ସାମାନ୍ୟ ବି ତ୍ରୁଟି ଥାଏ କ୍ଷମା କରିବାକୁ ଭୁଲିବେନି। ଜୟ ଶ୍ରୀ ଜଗନ୍ନାଥ।